ବନ୍ଧୁଗଣ 2025 ଆରମ୍ଭରୁ ସୂର୍ଯ୍ୟଦେବ କରିବାକୁ ଯାଉଛନ୍ତି ନିଜର ନକ୍ଷତ୍ର ପରିବର୍ତ୍ତନ, ଯାହାକି ଏହାର ପ୍ରଭାବ ସମ୍ପୂର୍ଣ୍ଣ 12 ଗୋଟି ରାଶି ଉପରେ ପଡ଼ିବାକୁ ଯାଉଛି। କିଛି ଗୋଟି ରାଶିଙ୍କ ଉପରେ ଏହାର ଅତ୍ୟନ୍ତ ଶୁଭ ପ୍ରଭାବ ପଡ଼ିବାକୁ ଯାଉଥିବାରୁ ଆଉ କିଛି ଗୋଟି ରାଶିମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ଏବଂ ସେମାନଙ୍କ ଜୀବନରେ ଦୁଃଖ କଷ୍ଟ ଦୂର ହେବା ପାଇଁ ଯାଉଅଛି। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କର ରାଜା ବୋଲି ମଧ୍ୟ ବିବେଚନା କରାଯାଏ ଏବଂ ସୂର୍ଯ୍ୟଙ୍କୁ ମଧ୍ୟ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ବନ୍ଧୁଗଣ, ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ ମାସକୁ ଗୋଟେ ଥର କରିଥାନ୍ତି, ଯାହାକି ପ୍ରତିଟି ସଂକ୍ରାନ୍ତିରେ ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରି ତା ସହିତ ସୂର୍ଯ୍ୟଦେବ ବର୍ଷକୁ 27 ଥର ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ତ ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ବନ୍ଧୁଗଣ, ସୂର୍ଯ୍ୟଙ୍କର ସ୍ଥିତି ଯଦି ଆପଣଙ୍କ କୁଣ୍ଡଳୀରେ ମଜବୁତ ଥାଏ, ଆପଣ ସକଳ ଶକ୍ତିର ଆଧାର ସହିତ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତା ସହିତ ଆପଣଙ୍କ ସକଳ ଶକ୍ତିର ଆଧାର ଅତ୍ୟନ୍ତ ମଜବୁତ ହୋଇଥାଏ। ସୂର୍ଯ୍ୟଙ୍କ ଆଲୋକ ପରି ଆପଣଙ୍କ ଜୀବନ ଚମକିଥାଏ। ପରିବାରରେ ସୁଖ ଶାନ୍ତି ସମୃଦ୍ଧି ମିଳିବା ସହିତ ସମାଜରେ ମଧ୍ୟ ଆପଣଙ୍କୁ ମାନ ସମ୍ମାନ ଯଶ ମିଳିଥାଏ। ତା ସହିତ ଜୀବନରେ ଅନେକ କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ସୂର୍ଯ୍ୟଦେବଙ୍କର ନକ୍ଷତ୍ର ପରିବର୍ତ୍ତନ ହେତୁ କେଉଁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ସକାରାତ୍ମକ ଏବଂ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି, ଆସନ୍ତୁ ଜାଣିବା। ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ଏହି କିଛି ଗୋଟି ରାଶି ସୂର୍ଯ୍ୟଦେବଙ୍କ ଶୁଭ ପ୍ରଭାବରୁ, ଯାହାକି ସେମାନଙ୍କ ଜୀବନରେ ସୂର୍ଯ୍ୟଙ୍କ ପରି ଆଲୋକମୟ ହେବା ପାଇଁ ଯାଉଅଛି। ତ ବନ୍ଧୁଗଣ, ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ସେ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି 2025 ମସିହା ଆରମ୍ଭରୁ, ଯାହାକି ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି, ଯାହାଫଳରେ ଆପଣଙ୍କର କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ। ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଘଟିବା ପାଇଁ ଯାଉଅଛି। ଆପଣଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଭଲ। ଚାକିରି କ୍ଷେତ୍ରରେ ଆପଣ ଉଚ୍ଚ ପଦବୀ ପାଇବା ସହିତ ଆପଣଙ୍କର ଦରମା ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ପୂର୍ଣ୍ଣ ହେବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରି ଅନ୍ୟମାନଙ୍କୁ ସହଯୋଗ ସହାନୁଭୂତି ଦେଖାଇଥିବାରୁ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ରୋଜଗାର କରି ହୁଏତ କୋଟିପତି ବନିପାରନ୍ତି। ଆପଣଙ୍କ ଜୀବନ ସୂର୍ଯ୍ୟଙ୍କ ପରି ଚମକିବା ପାଇଁ ଯାଉଅଛି 2025 ମସିହା ଆରମ୍ଭରୁ। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି। ତା ସହିତ ସୁଖ ଶାନ୍ତି ସମୃଦ୍ଧି ଆପଣଙ୍କ ପରିବାରକୁ ଫେରିଆସିବ। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ପୈତୃକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଆର୍ଥିକ ସମସ୍ୟା ଆପଣଙ୍କର ଦୂର ହେବା ସହିତ ସମସ୍ତ ସମସ୍ୟା ଆପଣଙ୍କର ଦୂର ହୋଇ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଏ ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି 2025 ମସିହା ଆରମ୍ଭରୁ। ପ୍ରଭୁ ସୂର୍ଯ୍ୟଦେବଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି, ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳତା ହେବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ଇନଭେଷ୍ଟ କରି ଅନ୍ୟକୁ ସହଯୋଗ ସହାନୁଭୂତି ଦେଇପାରନ୍ତି। ତା ସହିତ ଆପଣ ବିଦେଶରେ ମଧ୍ୟ ନୂତନ ବିଜନେସ୍ ଆରମ୍ଭ କରିପାରନ୍ତି। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ରୋଜଗାର କରି ହୁଏତ ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେଉଥିବାରୁ ଆପଣ କୋଟିପତି ବନିପାରନ୍ତି। ତା ସହିତ ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣ ଅଟକିଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଛି। ଭାଗ୍ୟ ଆପଣଙ୍କୁ
ପୁନଃସାଥ ଦେଉଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଉଚ୍ଚ ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ପୂର୍ଣ୍ଣ ହେବା ପାଇଁ ଯାଉଛି, ଯାହା ଫଳରେ କି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସେଥିପାଇଁ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ଗୃହରେ ସୁଖ ଶାନ୍ତି ସମୃଦ୍ଧି ସହିତ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନଉଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ସୂର୍ଯ୍ୟଦେବଙ୍କ ଶୁଭ ଆଶୀଷରୁ। ତ ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି 2025 ମସିହା ଆରମ୍ଭରୁ, ଯାହାକି ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ଆପଣ ସେଥିରେ ସଫଳତା ମିଳିବ। କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ, ଯାହାକି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ରୋଜଗାର କରିପାରନ୍ତି। ତା ସହିତ ଆପଣ ନୂତନ ପଦବୀ ପାଇପାରନ୍ତି ଏବଂ ବିଦେଶ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବ। ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବେ। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ପ୍ରତିଟି କାର୍ଯ୍ୟ ଆପଣଙ୍କର ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି 2025 ମସିହା ଆରମ୍ଭରୁ। ତ ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏଇ 2025 ମସିହା ଠାରୁ, ଯାହାକି ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଛି। ପ୍ରଭୁ ସୂର୍ଯ୍ୟଦେବଙ୍କର ଶୁଭ ଆଶୀଷ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ସେଥିରେ ନିଶ୍ଚୟ ଆପଣ ସକ୍ସେସ୍ ପାଇବେ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଖାଇ ପାରନ୍ତି। ସେଥିପାଇଁ ଆପଣ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଚାକିରି କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ତା ସହିତ ଉପର ଅଧିକାରୀଙ୍କ ଠାରୁ ମଧ୍ୟ ଆପଣ ପ୍ରଶଂସାର ପାତ୍ର। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛି। ବନ୍ଧୁ ଏବଂ ପରିବାରଙ୍କ ଠାରୁ ଆପଣ ସହଯୋଗ ସହାନୁଭୂତି ପାଇପାରନ୍ତି। ତା ସହିତ ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହୋଇ ସମସ୍ତ ସୁଖ ଶାନ୍ତି ସମୃଦ୍ଧି ଆପଣ ପାଇପାରିବେ। ଆପଣଙ୍କର ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଦେବଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ପ୍ରତିଟି କାର୍ଯ୍ୟ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ଏଇ 2025 ମସିହା ଆରମ୍ଭରୁ। ସୂର୍ଯ୍ୟଦେବଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି। ଆପଣଙ୍କର ଅଟକି ଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉ। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସମସ୍ତ କାର୍ଯ୍ୟ ଆପଣ ସଫଳତା ପ୍ରାପ୍ତ ହେବେ, ଯାହା ଫଳରେ କି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। କୋର୍ଟ କଚେରୀ ମାଲି ମକଦ୍ଦମା ଲାଗି ରହିଥିବା ସମସ୍ତ ସମସ୍ୟା ଆପଣଙ୍କ ସପକ୍ଷରେ ରାୟ ଦେବ, ଯାହାକି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବନ୍ଧୁ ପରିବାର ବର୍ଗଙ୍କ ଠାରୁ ଆପଣ ସହଯୋଗ ସହାନୁଭୂତି ମଧ୍ୟ ପାଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରିବା ସହିତ ନୂତନ ପଦବୀ ମଧ୍ୟ ପାଇପାରନ୍ତି। ଆପଣ ଗୃହକୁ ନୂତନ ଯାନ ମଧ୍ୟ କ୍ରୟ କରିବାର ଯୋଗ ବନୁଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛି। ଆପଣଙ୍କର ଲାଗି ରହିଥିବା ତିକ୍ତତା ସମସ୍ତ ଏବେ ସରିବାକୁ ଯାଉଛି। ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେଉଥିବାରୁ ସୂର୍ଯ୍ୟଦେବଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ।
ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏଇ 2025 ମସିହା ଆରମ୍ଭରୁ, ଯାହାକି ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଏହାର ପ୍ରଭାବ ଆପଣଙ୍କ ରାଶିଚକ୍ର ଉପରେ ପଡୁଥିବାରୁ ଆପଣଙ୍କ ରାଶିଚକ୍ର ଅତ୍ୟନ୍ତ ଶୁଭଦାୟକ ହେବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସମସ୍ତ କାର୍ଯ୍ୟ ଆପଣ ସଫଳତା ଲାଭ କରିବେ। ଅଟକିଥିବା ସମସ୍ତ ବାକି ଦେୟ ଆପଣଙ୍କୁ ଅତି ସହଜରେ ମିଳିଯିବ। ଆପଣ ସ୍ୱାସ୍ଥ୍ୟ ପ୍ରତି ଯୋଉ ଚିନ୍ତା ଥିଲେ ସ୍ୱାସ୍ଥ୍ୟର ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଅତ୍ୟନ୍ତ ଭଲ ରହିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖାଇ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଅଟକିଥିବା କୋର୍ଟ କଚେରୀ ମାମଲା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ, ଯାହା ଫଳରେ କି ଆପଣ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇପାରନ୍ତି। ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଅତ୍ୟନ୍ତ ଯୋଗ ରହିଅଛି, ଯାହା ଫଳରେ ଆପଣଙ୍କ ଗୃହକୁ ସୁଖ ଶାନ୍ତି ସମୃଦ୍ଧି ମିଳିବ। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ଇନଭେଷ୍ଟ କରିବା ସହିତ ହୁଏତ କୋଟିପତି ବନିପାରନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ତ ବନ୍ଧୁଗଣ, ଏଇ ସବୁ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ, ଯାହାକି ପ୍ରଭୁ ସୂର୍ଯ୍ୟଦେବଙ୍କର ଶୁଭ ଆଶୀର୍ବାଦରୁ ବନିବାକୁ ଯାଉଛନ୍ତି ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ। ଏଇ ସବୁ ରାଶିଚକ୍ରଙ୍କ ଜୀବନରେ ଘଟିବାକୁ ଯାଉଛି ନୂତନ ଘଟଣା, ଯାହାକି ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଏମାନଙ୍କର ଭାଗ୍ୟ। ତ ବନ୍ଧୁଗଣ, ଆପଣମାନଙ୍କୁ ଆମ ଭିଡିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ପ୍ରଭୁ ସୂର୍ଯ୍ୟଦେବ ଲେଖି ଜଣାନ୍ତୁ। ତା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଆମ ଭିଡିଓଟିକୁ ଲାଇକ୍ କରନ୍ତୁ।